ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଆଲୋଚନା କରିବା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ଯୁଦ୍ଧ ଚାଲୁଛି ତାହା କିପରି ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରିବା। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରିସ୍ଥିତିକୁ ଆହୁରି ତୀବ୍ର କରିଛି। ଇରାନ, ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରି ପ୍ରତିଶୋଧ ନେଇଛି। ପାକିସ୍ତାନ ଓ ଆଫଗାନିସ୍ତାନ ଏବଂ ଚାଲୁଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏକ ବ୍ୟାପକ ବିଶ୍ୱ ସଂଘର୍ଷର ବିଷୟକୁ ପୁଣି ଥରେ ସାଧାରଣ ବିତର୍କକୁ ଠେଲି ଦେଇଛି। ଏହି ସମୟରେ ମାଳିକା, ବାବା ଭାଙ୍ଗା ଏବଂ ନୋଷ୍ଟ୍ରାଡାମସ୍ ପରେ ଜଣେ ଚୀନ ଭବିଷ୍ୟବକ୍ତାଙ୍କ ଦାବି ମଧ୍ୟ ସତ୍ୟ ହେବାକୁ ଯାଉଛି, ଯାହା ଇରାନ-ଇସ୍ରାଏଲ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବାର ସମ୍ଭାବନା ଆଡ଼କୁ ଗତି କରୁଛି। ମାଳିକାରେ 2025ରୁ 2028 ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ହେବା ସହ ପରମାଣୁ ବୋମାର ବ୍ୟବହାର କରାଯିବ ବୋଲି ଆକଳନ କରାଯାଇଛି। ସେହିପରି ବାବା ଭାଙ୍ଗା ଏବଂ ନୋଷ୍ଟ୍ରାଡାମସ୍ଙ୍କ ଭୟଙ୍କର ଭବିଷ୍ୟବାଣୀ ସତ୍ୟ ହେବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ କି? ଏହି ସମୟରେ ଜଣେ ଚୀନ ପ୍ରଫେସରଙ୍କ ଏକ ଭବିଷ୍ୟତବାଣୀ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ଆମେରିକା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କ'ଣ ଥିଲା? ବୁଲଗେରିଆନ ଭବିଷ୍ୟତବାଣୀ ବାବା ଭାଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ 2026 ମସିହାରେ ପୂର୍ବାଞ୍ଚଳରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହେବ, ଯାହା ଧୀରେ ଧୀରେ ବିଶ୍ୱକୁ ଗ୍ରାସ କରିବ। ସେ ଦାବି କରିଥିଲେ ଯେ ୟୁରୋପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ଆଜି ଯେତେବେଳେ ଆମେରିକା-ଇରାନ ଉତ୍ତେଜନା, ଇସ୍ରାଏଲ-ଇରାନ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ 2026 ପରି ଶବ୍ଦ ଖୋଜାଯାଉଛି, ଲୋକମାନେ ଏହି ଶବ୍ଦଗୁଡ଼ିକୁ ତାଙ୍କ ଶବ୍ଦ ସହିତ ଯୋଡୁଛନ୍ତି। ସେ ଦାବି କରୁଥିଲେ ଯେ ଯୁଦ୍ଧ ପରେ ୟୁରୋପ ଶୁଷ୍କ ହୋଇଯାଇପାରେ ଏବଂ ଗଭୀର ସାମାଜିକ ଏବଂ ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରେ। ସେ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଏହି ସଂଘର୍ଷରେ ରୁଷ ଏକ ଶକ୍ତିଶାଳୀ ବିଶ୍ୱଶକ୍ତି ଭାବରେ ଉଭା ହୋଇପାରେ। ତଥାପି ଇତିହାସକାରମାନେ ଦର୍ଶାଇଛନ୍ତି ଯେ ବାବା ଭାଙ୍ଗାଙ୍କ ଭବିଷ୍ୟତବାଣୀର କୌଣସି ସରକାରୀ ଡକୁମେଣ୍ଟାରୀ ରେକର୍ଡ ନାହିଁ। ତାଙ୍କର ଅନେକ ଭବିଷ୍ୟବାଣୀ ପରେ ଲୋକମାନେ ବ୍ୟାଖ୍ୟା କରିଥିଲେ, ତେଣୁ ସେଗୁଡ଼ିକୁ ଭବିଷ୍ୟତର ଦୃଢ଼ ପ୍ରମାଣ ଭାବରେ ବିବେଚନା କରାଯାଏ ନାହିଁ। ତଥାପି ଯେତେବେଳେ ବିଶ୍ୱର ବଡ଼ ବିବାଦ ସୃଷ୍ଟି ହୁଏ, ତାଙ୍କର ବକ୍ତବ୍ୟଗୁଡ଼ିକ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୁଏ। ବର୍ତ୍ତମାନର ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟ ସମାନ ବିତର୍କ ସୃଷ୍ଟି କରୁଛି। ନୋଷ୍ଟ୍ରାଡାମସ୍ଙ୍କ ଭବିଷ୍ୟତବାଣୀ ହେଉଛି 7 ମାସ ଚାଲିବ ଡ୍ରୋନ୍ ଯୁଦ୍ଧ। ପ୍ରସିଦ୍ଧ ଫରାସୀ ଜ୍ୟୋତିଷ ନୋଷ୍ଟ୍ରାଡାମସ୍ ଷୋଡ଼ଶ ଶତାବ୍ଦୀରେ ଅନେକ କାବ୍ୟିକ ଭବିଷ୍ୟତବାଣୀ ଲେଖିଥିଲେ। ପ୍ରସିଦ୍ଧ ଭବିଷ୍ୟବକ୍ତା ନୋଷ୍ଟ୍ରାଡାମସ୍ 2026 ମସିହାରେ ଏକ ବିନାଶକାରୀ ଡ୍ରୋନ୍ ଯୁଦ୍ଧ ବିଷୟରେ ଏକ ଭୟଙ୍କର ଭବିଷ୍ୟବାଣୀ ଜାରି କରିଛନ୍ତି। 16ଶ ଶତାବ୍ଦୀର ଦୂରଦର୍ଶୀ ଅନେକ ଅସ୍ଥିର ଘଟଣା ପୂର୍ବାନୁମାନ କରିଥିଲେ, ଯେଉଁଥିରେ 7 ମାସର ଯୁଦ୍ଧ ଏବଂ ମହୁମାଛିଙ୍କ ଏକ ମହାନ ଦଳ ଅନ୍ତର୍ଭୁକ୍ତ। ଅନେକ ଏବେ ମହୁମାଛିକୁ ଯୁଦ୍ଧରେ ବ୍ୟବହୃତ ଡ୍ରୋନ୍ ଭାବରେ ବ୍ୟାଖ୍ୟା କରିଛନ୍ତି। ନୋଷ୍ଟ୍ରାଡାମସ୍ ତାଙ୍କ ଭବିଷ୍ୟତବାଣୀ ଗୁପ୍ତ ଚତୁର୍ଭୁଜରେ ଲେଖିଥିଲେ, ଯାହା ବିଶ୍ୱ ଘଟଣାଗୁଡ଼ିକର ଫଳାଫଳର ପୂର୍ବାନୁମାନ କରିଥିଲେ। ଅନେକ ତାଙ୍କର 15,055 ପୁସ୍ତକ ଦି ପ୍ରୋଫେସିଜ୍ରେ ଅନ୍ତର୍ଭୁକ୍ତ ହୋଇଥିଲା,
ଯେଉଁଥିରେ 942 ଚତୁର୍ଭୁଜ ଥିଲା। ଚୀନ ପ୍ରଫେସର ଜିଆଙ୍ଗଙ୍କ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବାର ଆଉ ଏକ ନମୁନା ହେଉଛି ପ୍ରଫେସର ଜୁକିନ୍ ଜିଆଙ୍ଗ। କିଛି ଲୋକ ତାଙ୍କୁ ଚାଇନିଜ୍ ନୋଷ୍ଟ୍ରାଡାମସ୍ ବୋଲି କୁହନ୍ତି। ତାଙ୍କ ଅନୁସାରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଭବିଷ୍ୟତରେ ଏକ ବଡ଼ ବିଶ୍ୱ ରାଜନୈତିକ ସଙ୍କଟରେ ପରିଣତ ହୋଇପାରେ। ତାଙ୍କର କିଛି ଭବିଷ୍ୟବାଣୀ ଆମେରିକୀୟ ରାଜନୀତି ଏବଂ ମଧ୍ୟପ୍ରାଚ୍ୟ ସଂଘର୍ଷକୁ ଉଲ୍ଲେଖ କରିଥିଲା। ଜିଆଙ୍ଗଙ୍କ ଅନୁସାରେ ସେ ଏହି ଯୁଦ୍ଧରେ ଆମେରିକୀୟ ପରାଜୟ ସମ୍ଭାବନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହି କାରଣରୁ ସାମ୍ପ୍ରତିକ ଘଟଣାକ୍ରମ ମଧ୍ୟରେ ତାଙ୍କର ବକ୍ତବ୍ୟ ପୁଣି ଖବରରେ ରହିଛି। ତଥାପି ଏହା ସ୍ପଷ୍ଟ ନୁହେଁ ଯେ ତାଙ୍କର ଭବିଷ୍ୟବାଣୀ ବୈଜ୍ଞାନିକ କି ଗବେଷଣା ଭିତ୍ତିକ। ଅନ୍ୟ ବିଶେଷଜ୍ଞମାନେ କ'ଣ କୁହନ୍ତି ଏହି ଭବିଷ୍ୟତ ବିଷୟରେ? ଅନ୍ତର୍ଜାତୀୟ ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ କୌଣସି ଯୁଦ୍ଧର ସମ୍ଭାବନା କେବଳ ପୂର୍ବାନୁମାନ ଆଧାରରେ ଆକଳନ କରାଯାଇପାରିବ ନାହିଁ। ଭୂ-ରାଜନୈତିକ ପରିସ୍ଥିତି, କୂଟନୈତିକ ସମ୍ପର୍କ, ସାମରିକ ମେଣ୍ଟ ଏବଂ ଆର୍ଥିକ ସ୍ୱାର୍ଥ ଭଳି ଅନେକ କାରଣ ଏଥିରେ ଭୂମିକା ଗ୍ରହଣ କରନ୍ତି। ସୁରକ୍ଷା ବିଶେଷଜ୍ଞଙ୍କ ମତରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିଶ୍ଚିତ ଭାବରେ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱ ଯୁଦ୍ଧ ସମ୍ଭାବନା ବିଷୟରେ ଦୃଢ଼ ନିଷ୍କର୍ଷ ବାହାର କରିବା ବହୁତ ଶୀଘ୍ର। ଜାତିସଂଘ ଏବଂ ଅନେକ ପ୍ରମୁଖ ଦେଶ ନିରନ୍ତର ଏକ କୂଟନୈତିକ ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି। ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧର ବିପଦ ଅଛି କି? ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସଂଘର୍ଷ ନିଶ୍ଚିତ ଭାବରେ ବିଶ୍ୱ ଚିନ୍ତାର ବିଷୟ। ତଥାପି ଇତିହାସ ଦର୍ଶାଏ ଯେ କୂଟନୈତିକ ଆଲୋଚନା ମାଧ୍ୟମରେ ମଧ୍ୟ ବଡ଼ ସଙ୍କଟକୁ ପ୍ରାୟତଃ ଏଡ଼ାଇ ଯାଇପାରିବ। ତେଣୁ କେବଳ ପୂର୍ବାନୁମାନ ଉପରେ ଆଧାର କରି ନିଷ୍କର୍ଷ ବାହାର କରିବା ଠିକ୍ ନୁହେଁ। ଆଗାମୀ ଦିନରେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବିଶ୍ୱ ବର୍ତ୍ତମାନ ନଜର ରଖିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଅନ୍ତର୍ଜାତୀୟ ସହଯୋଗ ଏବଂ ଆଲୋଚନା ଉତ୍ତେଜନା ହ୍ରାସ କରିବାରେ ସର୍ବୋତ୍ତମ ପଥ। ଆପଣମାନଙ୍କୁ ଏହି ତଥ୍ୟଟି କିପରି ଲାଗିଲା ତାହା ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ। ଯଦି ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ବର୍ତ୍ତମାନ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।